ଶୀତ ବର୍ଷାର ଲୁଚକାଳି ଖେଳ। ପଶ୍ଚିମା ଝଡ଼ ପ୍ରଭାବରେ ଏସବୁ ଜିଲ୍ଲାରେ ବର୍ଷିବ ବର୍ଷା। ସମ୍ପୂର୍ଣ୍ଣ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ଗୋଟେ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଦ୍ୱାରା ଏମିତି ନ୍ୟୁଜ୍ ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିପାରିବ। ରାଜ୍ୟରେ ଏବେ ଜାରି ରହିଛି ଶୀତ। ବର୍ଷାର ଲୁଚକାଳି ଖେଳ। ହାଲୁକା ଥଣ୍ଡା ଅନୁଭବ ହେବା ସହ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେଉଛି। ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ହେଉଥିବା କୁହାଯାଇଛି। ବିଶେଷ କରି ଉପକୂଳ ଓଡ଼ିଶାରେ ବଦଳିଛି ପାଣିପାଗ। ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ କମ୍ ଶୀତ ରାଜ୍ୟରେ ଅନୁଭୂତ ହେବ ବୋଲି ସୂଚନା ଦେଇଛନ୍ତି ଆଇଏମ୍ଡି ଡିଜି। ଆଗାମୀ ଦିନରେ ପାଗ ସାଧାରଣତଃ ଶୁଖିଲା ରହିବା ସହିତ ହାଲୁକା ଶୀତ ଅନୁଭୂତ ହେବ। ନଭେମ୍ବର ମାସ ଶେଷ ହୋଇ ଡିସେମ୍ବର ଦ୍ୱିତୀୟ ସପ୍ତାହ ଆରମ୍ଭ ହେଲାଣି, ହେଲେ ଶୀତର ଦେଖା ନାହିଁ। ପ୍ରତିବର୍ଷ ଏହି ସମୟରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଥିବା ବେଳେ ଚଳିତ ବର୍ଷ ରାଜ୍ୟରୁ ଶୀତ ଗାୟବ ହୋଇ ଯାଇଛି। ବିଶେଷ କରି ଆଜି କେନ୍ଦ୍ରାପଡ଼ା, ପୁରୀ, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଢେଙ୍କାନାଳ ଓ ଯାଜପୁରରେ ପାଗ କୋହଲା ରହିବା ସହିତ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି କଟକ, ଭୁବନେଶ୍ୱରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ତେବେ ଏହି ବର୍ଷା ଶୀତ ଆଣିପାରେ ବୋଲି ଆଶଙ୍କା ରହିଛି। ସେପଟେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆହୁରି ଘନୀଭୂତ ହେବ ଏବଂ ଆସନ୍ତାକାଲି ଏହା ଶ୍ରୀଲଙ୍କା ଉପକୂଳ ଛୁଇଁପାରେ। ଏହା ଥିଲା ପାଣିପାଗ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଅପଡେଟ୍। ଭିଡ଼ିଓଟି ଭଲ ଲାଗିଥିଲେ ଆପଣଙ୍କ ମତାମତ କମେଣ୍ଟରେ ନିଶ୍ଚିନ୍ତ ଲେଖନ୍ତୁ।